ଚଳିତ ବର୍ଷ ଖରିଫ ଋତୁର ତୁମୁସିଙ୍ଗା ସମବାୟ ସମିତିର ଆଜି ହେଉଛି ପ୍ରଥମ ଧାନ ମଣ୍ଡି ଯାହାକି ଉଦ୍ଘାଟନ ହୋଇଛି ଏବଂ ଚାଷୀମାନେ ଅଛନ୍ତି ଯିଏ ଅଛନ୍ତି ସମବାୟ ସମିତିର ସଭାପତି ଅଛନ୍ତି ଏବଂ ଅନ୍ୟାନ୍ୟ କର୍ମଚାରୀ ଅଛନ୍ତି। ସିଧାସଳଖ ଆଲୋଚନା କରିବା ଯିଏ ଅଛନ୍ତି ସଭାପତି ତାଙ୍କ ବୁଝିବା ତାଙ୍କଠୁ ଆଜି କେମିତି କଣ ମଣ୍ଡି ହେଲା। ପ୍ରଥମ ଥର ମଣ୍ଡି ହେଲା ତୁମସିଙ୍ଗା ସମବାୟ ସମିତିରେ କଣ କହିବେ? ସବୁ ବର୍ଷ ତ ଆମର ଏଠି ସୁରୁଖୁରୁରେ ଚାଲେ, ଚାଷୀ ବି ଶୃଙ୍ଖଳିତ ଭଲ ଭାବରେ ଧାନ ମଣ୍ଡି ହୁଏ। ଏ ବର୍ଷ ବି ଟିକେ ଲେଟରେ ହେଲେ ମଧ୍ୟ ଭଲ ଭାବରେ ଆଜି ହେଇଛି। ଚାଷୀ ମାନଙ୍କ ଭିତରେ ଯୋଉ ଧାନ ମଣ୍ଡି ହବ ନହବ ଗୋଟେ ଦ୍ୱନ୍ଦ୍ୱ ଥିଲା ତାହା ଆଜି ଦୂରୀଭୂତ ହୋଇଛି। ଆମର ତ ଜିଲ୍ଲା ଯାକର ଏ ଦାୟିତ୍ୱ ନେଉଛନ୍ତି ଆମର ବଡ଼ ଭାଇ ଉପେନ୍ଦ୍ର ଭାଇ, ସେ ବି ଆସି ପହଞ୍ଚିଛନ୍ତି। କାର୍ଯ୍ୟ ବ୍ୟସ୍ତତା ଭିତରେ ଆମର ଡିଆର୍ ଏଆର୍ କିମ୍ବା ଅନ୍ୟ ମନ୍ତ୍ରୀ ଅତିଥି ମାନେ ଆସିପାରିଲେନି। ତେଣୁ ଯାହା ହଉ ଆମ ବଡ଼ ଭାଇ ଜିଲ୍ଲା ସ୍ତରରୁ ଆସି ପହଞ୍ଚିଛନ୍ତି, ତାଙ୍କୁ ଅଶେଷ ଧନ୍ୟବାଦ। ଚାଷୀ କମିଟି ଆମ ପରିଚୟ କମିଟି ଅଛନ୍ତି, ଆମର ପୂର୍ବତନ ସରପଞ୍ଚ ସରିଲା ଭାଇ ଜଣେ ବଡ଼ ଚାଷୀ ଆମ କମିଟିରେ ଅଛନ୍ତି। ସବୁ ସୁରୁଖୁରୁରେ ଚାଲିବ ବୋଲି ଆଶା ବିଶ୍ୱାସ। କିନ୍ତୁ ସଭାପତି ତାଙ୍କର ମତ ରଖିଥିଲେ ଯେ ସୁରୁଖୁରୁରେ ଚାଲିବ। ଯିଏ ଜିଲ୍ଲାର ମୁଖ୍ୟ ଅଛନ୍ତି ତାଙ୍କଠୁ ଆଲୋଚନା କରିବା କଣ ଆଜ୍ଞା ଦେଖିବାକୁ ଗଲେ ଢେଙ୍କାନାଳ ଜିଲ୍ଲା ସବୁ ପ୍ରତ୍ୟେକ ସମୟ ସମିତିରେ ଖୋଲି ଯାଇଥିଲା ମଣ୍ଡି, କିନ୍ତୁ ଦେଖିବାକୁ ଗଲେ ଆଜି ତୁମସିଙ୍ଗାରେ ଲେଟ୍ ଖୋଲିଲା, କଣ କହିବେ ଆପଣ ଆସିଛନ୍ତି? ମୁଁ ତ ଜିଲ୍ଲାର ଅଛି ପ୍ୟାଡି ପ୍ରିକ୍ୟୁରମେଣ୍ଟ କମିଟିର ସଭ୍ୟ ଅଛି। ଆଉ 12 ତାରିଖ ଦିନ ମଧ୍ୟ ଆମର ଉଦ୍ଘାଟନ ହେଇଥିଲା ଗନ୍ଦିଆରେ, ସେଠି ମଧ୍ୟ ସୁରୁଖୁରୁ ଚାଲିଲା। ମୁଖ୍ୟତଃ ତୁମସିଙ୍ଗାରେ ଯେହେତୁ ମୋ ଘର ବି ଅଞ୍ଚଳ ଭିତରେ ମୁଁ ଟିକେ ସ୍ପେଶାଲି ଇଣ୍ଟରେଷ୍ଟ ମଧ୍ୟ ସଭାପତି ଏବଂ ସେକ୍ରେଟାରୀ ଇନଭାଇଟ୍ କରିଥିଲେ, ଆସି ଏଠି ପହଞ୍ଚିଲି। ଆଉ ଏଠି କିନ୍ତୁ ଗୋଟେ ସମସ୍ୟା ଉପୁଜିଛି ଯୋଉଟା କାନକୁ ମୋର ଆସିଛି ଯେ 193 ଚାଷୀ ଟିକେ ପଞ୍ଜୀକରଣ କରିପାରିଲେ ନାହିଁ, ସମୟ ପଳେଇଗଲା। ସେ କଥା ମଧ୍ୟ ମୁଁ ସିଏସ୍ଙ୍କ କାନକୁ ନେଇଥିଲି। ଗଲାକାଲି ମଧ୍ୟ ସିଓଙ୍କ ସହିତ ସିଧାସଳଖ ସମ୍ପାଦକ ସହିତ ଯୋଗସୂତ୍ର କରିଥିଲି ଏବଂ ସେ ମଧ୍ୟ ଟିକେ କଠିନ ବୋଲି କହିଲେ ଏବଂ ଯାଇକିନି ମନ୍ତ୍ରୀଙ୍କ ସହିତ ବା ରାଜ୍ୟ ସରକାରଙ୍କ ସହିତ କଥାବାର୍ତ୍ତା କରିବାକୁ ପଡ଼ିବ କହିଲେ। ତେଣୁ ମଧ୍ୟ ଆସନ୍ତା ସପ୍ତାହରେ ଏ ବାବଦରେ ନେଇକିନି ମନ୍ତ୍ରୀ ମହୋଦୟ ମଧ୍ୟ ମିନିଷ୍ଟର ମହୋଦୟଙ୍କୁ ମଧ୍ୟ ଅନୁଗୋଚର କରିବି ଏବଂ ସଭାପତି ମଧ୍ୟ କହୁଥିଲି ସାଙ୍ଗରେ ଚାଲନ୍ତୁ, ତେଣୁ ସ୍ଥାନୀୟ ସମସ୍ୟାଟା ଆମର। ଆଉ ତ ମଣ୍ଡି ଏଇଠୁ ହେଉଛି ଆମର ସମସ୍ୟା ଯାହା କାନକୁ ଆସିଛି। ଏଥର କାଟିଂ ଛାଟିଂ ବାବଦରେ ତ ଯୋଉ ମେସିନ୍ ଫେସିନ୍ ଅଛି ସେଥିରେ କିଛି କାହାର ନବାର ନାହିଁ। ଗୋଟେ ବିଭିନ୍ନ ଜିଲ୍ଲାରେ ମଧ୍ୟ ବିଭିନ୍ନ ପ୍ରକାର ଟିକେ ଡିଫରେନ୍ସ ଆସୁଛି। ଆମର ବି ଯୋଉ ଡିଫରେନ୍ସ ହେଲା ସେଠି ଗଞ୍ଜାମ ଦେଖିଲୁ, ତା ଜିଲ୍ଲାରେ ସେ ରେଟ୍ ଗୋଟେ ରେଟ୍ କଟିଂ ଛାଟିଂ ହବ ନିଶ୍ଚିତ। ସେମାନେ ବେପାର କରୁଛନ୍ତି, ମାନେ ଯେଉଁମାନେ ଧାନ ନେଉଛନ୍ତି, ତେଣୁ ସେମାନେ ଭଲ ମାନର ଧାନ ନେବେ। ତେଣୁ ମାନ ପରୀକ୍ଷା କରିବା ଲାଗି ଯନ୍ତ୍ର ମାଧ୍ୟମରେ ଯାହା ହବ ସେଟା ମଧ୍ୟ ଆମେ ସମସ୍ତେ ମାନିବା, ଚାଷୀମାନେ ମଧ୍ୟ ମାନିବେ। କଥା ହେଉଛି ବର୍ତ୍ତମାନ ଏଠି ସମସ୍ୟା ସେମିତି ନେବାରେ କିଛି ଅନୁଭବ ମଧ୍ୟ ହେଇନି ଆଗରୁ, ଯେହେତୁ ମୁଁ ଗୋଟେ ସ୍ଥାନୀୟ ଲୋକ। ଆଗରୁ ମଧ୍ୟ ଏଠି ଧାନ ନିୟନ୍ତ୍ରଣ ଠିକ୍ରେ ଚାଲେ, ଆଗାମୀ ଦିନ ମଧ୍ୟ ଠିକ୍ ଚାଲିବ ବୋଲି ଚାଷୀ ଭାଇମାନେ ମଧ୍ୟ ସାହାଯ୍ୟ ସହଯୋଗ କରିବେ ବୋଲି ଏବଂ ଆମର ସୋସାଇଟିର ଯେଉଁମାନେ ଅଛନ୍ତି ବା ଏଠି ପ୍ୟାଡି ପ୍ରିକ୍ୟୁରମେଣ୍ଟ କମିଟିର ଯେଉଁମାନେ ସ୍ଥାନୀୟ ସଭ୍ୟ ସେମାନଙ୍କର ମୋର ଆଶା ଭରସା ଅଛି ଏବଂ ଠିକ୍ରେ ମଧ୍ୟ ଏଠି ମଣ୍ଡି ଚାଲିବ। ପ୍ରତ୍ୟେକ ବର୍ଷ ଯୋଉ କଟଣୀ ଛଟଣୀ ହୁଏ, ଏ ବର୍ଷ କେତେ କଟଣୀ ଛଟଣୀ ରହିବ ବୋଲି ସର୍ବନିମ୍ନ କେତେ କେଜି ରଖା ହେଇଛି? ସର୍ବନିମ୍ନ ତ ସେମିତି ଜାଗା ନେଇକିନି କୋଉଠି କମ ହଉଛି କୋଉଠି ଅଧିକ ବି ହଉଛି, କିନ୍ତୁ ଏଠି ତ ଟେଷ୍ଟ ହେଲା ପରେ ଜଣା ପଡିବ। ଅନ୍ୟାନ୍ୟ ପ୍ରାୟ ଅନ୍ୟାନ୍ୟ ଜିଲ୍ଲାରେ ଟିକେ ଭାରି କରୁଛି, ସମ୍ବଲପୁର ଟିକେ ଧାନ ଟିକେ ଭଲ ମାନର ଧାନ ବାହାରୁଛି, ତେଣୁ ସେଠି ମଧ୍ୟ ଟିକେ କମ ରହୁଛି। ଆମର ଏଠି ଧାନର ମାନ ଟିକେ ଖରାପ ଟିକେ ରହୁଛି ଏଇଥିପାଇଁ ଯେ ଆଗରୁ ଯୋଉ ଧାନଟା, କାଲି କଥା ବି ସିଓ ସାଙ୍ଗେ କଥା ହଉଥିଲେ, ଆଗରୁ ଯୋଉ ଧାନ ସବୁ ଅମଳ ହଉଥିଲା ଆମେ ସବୁ ତାକୁ ବାଡ଼ଉଥିଲେ, ବେଙ୍ଗଳା କରୁଥିଲେ, ସେ ଯୋଉ କୁଲାରେ ବାଡ଼େଇକିନି ତାକୁ ସଫା କରୁଥିଲେ ଏବଂ ଶୁଖଉଥିଲେ, ଏସବୁ ଜିନିଷ ହଉଥିଲା। ତେଣୁ ଧାନର ମାନ ଆଜ ୟୁଜୁଆଲ ରହୁଥିଲା। ଏବେ ଯେହେତୁ ଟିକେ ଉନ୍ନତ ମାନର ଚାଷ ହେଲାଣି ଏବଂ ମେସିନ୍ ଦ୍ୱାରା ସମସ୍ତେ ନିର୍ଭର କରୁଛନ୍ତି, ମେସିନରେ ଧାନ କଟା ହଉଛି, ସାଙ୍ଗେ ସାଙ୍ଗେ ଅମଳ ହଉଛି। ତାକୁ ଚାଷୀମାନେ ଟିକେ ଠିକରେ ରକ୍ଷଣାବେକ୍ଷଣ କରିପାରୁନାହାନ୍ତି କିମ୍ବା ଟିକେ ହେଳା ହଉଛି କିମ୍ବା ଶୁଖାଶୁଖି କରିବାରେ ହଉ କି ତାକୁ ପରିଷ୍କାର ପରିଚ୍ଛନ୍ନରେ ପର୍ଦର କରିବାରେ ଟିକେ ନାକୁ ଏଠି ପ୍ରକାର ଅସୁବିଧା ଦେଖାଯାଉଛି ଆମମାନଙ୍କର ଯୋଉ ଅମଳ ହେଇଥିବା ଧାନ। ତେଣୁ ଏଟାକୁ ମେସିନ୍ ଦ୍ୱାରା ଯେତିକି ତାର ବାହାରୁଛି ଗୁଣ୍ଡ ପାଉଁଶ ଆଦି ସେ ପରିମାଣ ସେମାନେ କାଟୁଛନ୍ତି, ତାକୁ ମଧ୍ୟ ଆଉ ଟିକେ କମ୍ କରିବା ଲାଗି ଇଏ କରାହେଇକି ମଧ୍ୟ ଚାଲିଛି। କିନ୍ତୁ ପ୍ରକୃତରେ ଯେତିକି ହଉଛି କମିବା କଥା ତାଠୁ ଟିକେ କମ୍ ମଧ୍ୟ କମା ହେଇକିନି ସବୁଆଡ଼େ ଚାଲିଛି। ଦେଖନ୍ତୁ ସେ ତାଙ୍କର ପ୍ରତିକ୍ରିୟା ରଖୁଥିଲେ ଧାନର ମାନ ଦେଖି କଟିଂ ଛାଟିଂ। ଜଣେ ଚାଷୀ ଅଛନ୍ତି ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା। ଆପଣଙ୍କର ଆଜି ଧାନ ପଡିଛି, କେତେ କୁଇଣ୍ଟାଲ ଧାନ ଆଜି
ପ୍ରଥମ କରି ମଣ୍ଡି ଯେହେତୁ start ହେଇଛି। ନାଇଁ ମୋର ଧାନ ମଣ୍ଡି ନାହିଁ, ମୁଁ ଚାଷୀ ପରଚେଜ କମିଟି ହିସାବରେ ମେମ୍ବର ହିସାବରେ ଆସିଥିଲି। କେତେ ଧାନ ନାହିଁ? ମୋର ମେସେଜ ଆସିନି ଏପର୍ଯ୍ୟନ୍ତ, ଆସିନାହିଁ, ଆସିବ ଆଉ ଆସିବ। ସବୁ ବର୍ଷ ଯେତେବେଳେ ଧାନ ମଣ୍ଡି start ହେଇଯାଏ ଧାନ ଯାଏ। ହୁଁ ଏ ବର୍ଷ ଦେଖିବାକୁ ଏ ବର୍ଷ ଟିକେ ବିଳମ୍ବ ହେଇଛି, ଏ ବର୍ଷ ଟିକେ ବିଳମ୍ବ 1 ମାସ ବିଳମ୍ବ ହେଇଯାଇଛି, କିନ୍ତୁ ପ୍ରତିବର୍ଷ ଡିସେମ୍ବର 10-12 ସୁଦ୍ଧା ହେଇଯାଏ, ଏ ବର୍ଷ ଟିକେ ବିଳମ୍ବ ଅଛି। ସେ ତାଙ୍କର କହୁଥିଲେ ଯେ ବିଳମ୍ବ ଅଛି ଗୋଟେ ଚାଷୀ ଅଛନ୍ତି। ଭାଇ ଆପଣଙ୍କର ଆଜି ଧାନ ପଡିଛି, ଧାନ ମଣ୍ଡି ପ୍ରଥମ ଉଦ୍ଘାଟନ, କେତେ କୁଇଣ୍ଟାଲ ଧାନ ଅଛି ଆଉ କେତେ ଧାନ ଆଣିଛନ୍ତି? ମୋର ପ୍ରତିବର୍ଷ ଅପେକ୍ଷା ଏ ବର୍ଷ ମୁଖ୍ୟତଃ ଭାବରେ 2-3 କୁଇଣ୍ଟାଲ ଅଧିକା ଆସିଛି। ମୁଁ ଆଜି ଯେତିକି ମୋର ଜମିର ପରିମାଣ ଆଗରୁ ଯାହା ଥିଲା ବର୍ତ୍ତମାନ ତାଠୁ ମୁଁ ଠିକ ଭାବରେ ସଠିକ ଭାବରେ ଆସିଛି। ଧାନ ମୁଁ ଭାବିଛି ସଠିକ ଭାବରେ ମୁଁ ପାଇଛି ବୋଲି ଜାଣିଛି। ଆର ବର୍ଷ ମୋର ଯାହା ଥିଲା 2-3 କୁଇଣ୍ଟାଲ ଅଧିକା ପରିମାଣ ଅଛି। ଆମେ ଟିକେ ଆଶା ଆଶଙ୍କା କରିଥିଲୁ ଡେରି କାଳେ ମଣ୍ଡି ଡେରି ହବ କଣ ହବ, ଡେରି ହେଲା ସୁଦ୍ଧା ଶୁଭରେ ଆରମ୍ଭ ହେଲା, ସୁରୁଖୁରୁରେ ଆରମ୍ଭ ହେଇଛି, ଆମେ ଖୁସି। ପ୍ରତ୍ୟେକ ବର୍ଷ ଧାନ ମଣ୍ଡିରେ ଯୋଉ ଧାନର ଗୋଟେ ଥାଏ ମାନ ଥାଏ, ସେ ମାନକୁ ଦେଖିକିରି ମିଲର ମନମାନି କରି କାଟି ଦିଅନ୍ତି। ଏ ବର୍ଷ ସେମିତି ହବନି ବୋଲି ଆପଣ ଆଶା ଭରସା ଅଛନ୍ତି, ସରକାର ଉପରେ ବିଶ୍ୱାସ ରଖୁଛନ୍ତି? ଆମେ ସରକାର ଉପରେ ବହୁତ ବିଶ୍ୱାସ ରଖୁଛୁ ଯେ ଯାହା ହଉ କଟନୀ ଚଟନୀ ନ ହଉ, କିନ୍ତୁ ମିଲର ମାନଙ୍କ ଯେହେତୁ ସେମାନେ ବ୍ୟବସାୟ ଭିତରେ ସେମାନେ କରୁଛନ୍ତି, ତେଣୁ ଧାନରେ ନିହାତି ତ କିଛି ଅଂଶରେ ଆମେ ଆଜିକାଲି ସବୁ ଆଗ ତ ପ୍ରାକୃତିକ ଭାବେ ତ ମାନେ ମେସିନ ଭିତ୍ତିକ, ତେଣୁକରି ତାଙ୍କ ଅମଳକ୍ଷମ ଭିତରେ କିଛି ତ ଗୁଣ୍ଡ ଅଂଶ, ମାଟି ଅଂଶ ବା କିଛି ଅଂଶ ରହିବ, ଏଟା ତ ବାସ୍ତବିକ କଥା। ତେଣୁ ତାଙ୍କର ସେମାନେ ବ୍ୟବସାୟ ଭିତରେ ଯେହେତୁ କରୁଛନ୍ତି, ସେମାନଙ୍କୁ ଯେମିତି ପୋଷେଇଲା ପରିକା, ଚାଷୀକି ପୋଷେଇଲା ପରିକା, 2 ଜଣ ଆକୁ ପୋଷେଇଲା ପରିକା ବ୍ୟବସ୍ଥା ଭିତରେ ଯଦି ଧାନ ଉଠାଗଲା ଆମେ ସମସ୍ତେ ଖୁସି। ଧାନ ମଣ୍ଡି ଆଜି ହେଲା, ଆପଣ ଧାନ ଯିବ, କେତେ ଖୁସି ଅନୁଭବ? ବହୁତ ଖୁସି ଆଜ୍ଞା, ବହୁତ ଖୁସି। ଆମ ତରଫରୁ, ଆମ ଅଞ୍ଚଳବାସୀ ତରଫରୁ, ଆମର ତୁମସିଙ୍ଗା ସମବାୟ ସମିତି ତରଫରୁ ଅନେକ ଅନେକ ଶୁଭେଚ୍ଛା। ଭଗବାନ କରନ୍ତୁ ସବୁ ସର୍ବକୁଶଳ ହଉ, ସମସ୍ତ ଚାଷୀମାନଙ୍କୁ ଧାନ ଠିକ ଟାଇମରେ ଯାଆନ୍ତୁ, ଆମ ପରିକା ସେମାନେ ମଧ୍ୟ ଖୁସି ଅନୁଭବ କରନ୍ତୁ। ଜଣେ ଚାଷୀ ସିଏ ତାଙ୍କର ମତାମତ ରଖିଥିଲେ ଯେ ବହୁତ ଖୁସି ଅଛନ୍ତି, ଯେହେତୁ ବିଳମ୍ବ ହେଲେ ମଧ୍ୟ ଧାନ ଆଜି ମଣ୍ଡି ହେଇଛି ଏବଂ ତାଙ୍କ ଧାନ ପଡିଛି, ଏବଂ ସିଏ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ସବୁଠୁ ବଡ କଥା ହେଲା ଏ ଯୋଉ ସମବାୟ ସମିତିରେ ଯେ ସମ୍ପାଦକ ଅଛନ୍ତି ଏବଂ ସଭାପତି ଅଛନ୍ତି ଏବଂ ଯୋଉ କର୍ମଚାରୀ ଅଛନ୍ତି, ସବୁ ସୁବନ୍ଦୋବସ୍ତ ଏଥର କରାଯାଇଛି। ବିଳମ୍ବ ହେଲେ ମଧ୍ୟ ଧାନ ଯିବାର ସମ୍ଭାବନା ଅଛି ଏବଂ ସବୁ ସୁରୁଖୁରୁରେ ହେବ ବୋଲି ସମ୍ଭାବନା ଅଛି। ତୁମସିଙ୍ଗା ସମବାୟ ସମିତିରୁ ହନିଭୂଷଣ ମହାକୁଡ଼, ବଡ଼ ଖବର।